ଏବେ ଆମର 5 ତାରିଖ ନମିନେସନ୍ ହେବ। ନମିନେସନ୍ ହେଲା ପରେ ନିହାତି ଭାବରେ ଦଳର ସଭାପତି ସମସ୍ତଙ୍କୁ ହୁଇପ୍ ଜାରି କରିବେ। ସମସ୍ତେ ଆମେ ପ୍ରେଜେଣ୍ଟ ରହିବୁ। ଆଉ କିଏ କୁଆଡ଼େ ମାନେ କେମିତି କ୍ରସ୍ ଭୋଟିଂ ନ କରିବେ। ଆଉ ଆମର ଯେହେତୁ ଆମର ଯେଉଁ ମାନେ 3 ନମ୍ବର କ୍ୟାଣ୍ଡିଡେଟ୍ ଯେଉଁଟା ପାଇଁ ଆମର କିଛି ଅସୁବିଧା ନାହିଁ। ଆଉ ଯେଉଁ 4th କ୍ୟାଣ୍ଡିଡେଟ୍ ପାଇଁ ଯେଉଁଟା ଆମେ କମନ୍ କ୍ୟାଣ୍ଡିଡେଟ୍ ଦେଇଛୁ ତା ପାଇଁ କିଏ କିଏ ମାନେ ତାକୁ ଭୋଟ୍ ଦେବେ ଆଉ କେଉଁ ପ୍ରକାର ଦେବେ ତାର ଉପରେ ନିହାତି ଭାବରେ ଆମର ରଣନୀତି ହେବ। ଆଉ ସେ ଅନୁସାରେ ସମସ୍ତଙ୍କୁ ଦାୟିତ୍ୱ ଦେଇକି ପୁରା ଗୋଟେ ଦଳ ତରଫରୁ ପୁରା ଗୋଟେ ସୁପରଭିଜନ୍ ହେବ, ଦାୟିତ୍ୱ ଦିଆହେବ। ଆପଣମାନେ ଜାଣିଛନ୍ତି ଯେ ରାଜ୍ୟସଭା ଇଲେକ୍ସନରେ ଯେତେବେଳେ ଆମେ ଭୋଟ୍ ଦେଉ ବିଧାୟକ ମାନେ ସେତେବେଳେ ପାର୍ଟିର ସଭାପତି ଯାହାକୁ ଦାୟିତ୍ୱ ଦିଅନ୍ତି ସେଇଟା ଆମର ଚିଫ୍ ହୁଅନ୍ତୁ କିମ୍ବା ଅନ୍ୟ ଯିଏ ବି ହୁଅନ୍ତୁ, ଦାୟିତ୍ୱ ଦେଲା ପରେ ସେ ଆମର ଯେତେବେଳେ ଆମେ ଭୋଟ୍ ଦେଉ ସେତେବେଳେ ତାଙ୍କୁ ଆମେ ଦେଖିକି ଭୋଟ୍ ବାକ୍ସ ଆମେ ପୁରେଇ ଥାଉ। ତେଣୁ ସେଇଟା ନିହାତି ସେବା ସ୍ୱଚ୍ଛତା ରହିବ। ଆଉ କିଏ ମାନେ ଏପଟ ସେପଟ କରିବାର ମାନେ ଯିଏ ଯଦି ଏମିତି କରେ ତାହେଲେ ନିହାତି ଭାବରେ ଦଳ ତାକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ। ଆଉ ସମସ୍ତଙ୍କୁ ଗୋଟେ ନିର୍ଦ୍ଦେଶ ଦିଆହେବ ଯେ ସମସ୍ତେ ଯେମିତି ଆମେ 2ଟା କ୍ୟାଣ୍ଡିଡେଟ୍କି ଆମେ ଡିକ୍ଲେୟାର କରିଛୁ ସେ 2ଟା କ୍ୟାଣ୍ଡିଡେଟ୍ କେମିତି ଜିତାଇବା। ଏବଂ ଆମେ କଂଗ୍ରେସର ସମର୍ଥନ ଲଢ଼ିଥିଲୁ, କଂଗ୍ରେସ ମଧ୍ୟ ଆମକୁ ସମର୍ଥନ ଦେଇଛନ୍ତି। କଂଗ୍ରେସର ମୁଁ ଯାହା ବି ଆଶା କରୁଛୁ କଂଗ୍ରେସ ପାର୍ଟିର ଯେଉଁ ପିସିସି ସଭାପତି ହୁଅନ୍ତୁ କିମ୍ବା ତାଙ୍କର ଦଳୀୟ ନେତୃବୃନ୍ଦ ସେମାନେ ମଧ୍ୟ ତାଙ୍କର ବିଧାୟକମାନଙ୍କୁ ହୁଇପ୍ ଜାରି କରିବେ ଏବଂ ଆମର ଯେଉଁ 4ଥ କ୍ୟାଣ୍ଡିଡେଟ୍ ଆମେ ଦେଇଛୁ କମନ୍ ପ୍ରାର୍ଥୀ ତାକୁ ମଧ୍ୟ ସେମାନେ ଭୋଟିଂ କରିବା ପାଇଁ ନିହାତି ଭାବରେ ଆମକୁ ସାହାଯ୍ୟ କରିବେ। ଏଇଟା ନିହାତି ଭାବରେ ତ ଆମେ ଦଳରୁ ତାଙ୍କୁ ନିଲମ୍ବନ କରିଛୁ, ସସ୍ପେଣ୍ଡ କରିଛୁ। ତେଣୁ ସେଇଟା ତାଙ୍କ ଉପରେ ନିର୍ଭର କରେ। କିନ୍ତୁ ଯେହେତୁ ଯଦି ଦଳର କଥା ନ ମାନିବେ, ଯେହେତୁ ବିଜୁ ଜନତା ଦଳର ସେଇ ସିମ୍ବଲରେ ସେମାନେ ଜିତିଛନ୍ତି, ଆଉ ମୁଁ ତ ସେ ଭିତରକୁ ଆଉ ବେଶୀ ମାନେ ଯିବିନି, ତାର ଅନେକ ନିୟମ କାନୁନ ଗୁଡ଼ାକ ଅଛି। କିନ୍ତୁ ସେମାନେ ଯଦିଓ ଦଳରେ ନାହାନ୍ତି, ଦଳରୁ କାଢ଼ି ଦିଆହେଇଛି, କିନ୍ତୁ ସେମାନେ ଯଦି ଚାହିଁଲେ ଆମ କ୍ୟାଣ୍ଡିଡେଟ୍କୁ ଭୋଟ୍ ଦେବା ନିହାତି ଆବଶ୍ୟକ। ଆଉ ଯଦି ସେମାନେ ଆବସେଣ୍ଟ ରହୁଛନ୍ତି ତାହେଲେ ମୋତେ ଗୋଟେ ଅଲଗା ଗୋଟେ ମେସେଜ ଯାଉଛି। ତେଣୁ ସେମାନେ ନିଷ୍ପତ୍ତି କରିବେ ପ୍ରକୃତରେ ସେମାନେ ଭୋଟ୍ ଦେବା ପାଇଁ ବିରତ ରହିବେ ନା ଭୋଟ୍ ଦେବେ, ତାଙ୍କ ଉପରେ ସେଇଟା ନିର୍ଭର କରେ। ଦେଖନ୍ତୁ ସେଇଟା ନିହାତି ଭାବରେ ତ ହେବା କଥା, ଯେହେତୁ ଆମେମାନେ ତାର ଆଗରୁ ବି ରାଜ୍ୟସଭା ନିର୍ବାଚନରେ ପାର୍ଟିସିପେଟ୍ କରିଛୁ ଆଉ ଭୋଟ୍ ମଧ୍ୟ ଦେଇଛୁ। ତେଣୁ ଏବେ ଯେଉଁ ବିଧାୟକ ମାନେ ଅଛନ୍ତି ସେମାନଙ୍କୁ ତ ଟ୍ରେନିଂ ନିହାତି ଦେବା ଆବଶ୍ୟକ। କାହିଁକିନା ଆମର ଯେଉଁ ଚଏସ୍ ଗୁଡ଼ାକ ଥାଏ ସେଗୁଡ଼ା ହୁଏତ ଜାଣି ନପାରନ୍ତି ସେମାନେ, କିନ୍ତୁ ଗୋଟେ ବିଧାୟକ ଭାବରେ କିଛି ଅସୁବିଧା ନାହିଁ ଭୋଟ୍ ଦେବାରେ। କିନ୍ତୁ ତଥାପି ତାଙ୍କୁ ଗୋଟେ ଏସବୁ ଭୋଟିଂ କେମିତି ଦିଆ ହୁଏ କ'ଣ ସବୁ ସେ ଜିନିଷ ଉପରେ ଟିକେ ଇନ୍ସ ଦେବା, ତାଙ୍କୁ ଟିକେ ନାଇଁ ଏବେ ପର୍ଯ୍ୟନ୍ତ ତ କିଛି ନିଷ୍ପତ୍ତି ହେଇନି, ମୋ ମତରେ ହେବା କଥା। ଏଇଟା ସବୁ ଦଳ ପାଇଁ, ସେଟା ବିଜେପି ପାଇଁ, କଂଗ୍ରେସ ପାଇଁ ଏବଂ ଆମର ବିଜୁ ଜନତା ଦଳ ପାଇଁ, ସବୁ ଦଳ ପାଇଁ ଗୋଟେ ନିୟମ। ଏବଂ ଦଳର ସ୍ୱଚ୍ଛତା ଦୃଷ୍ଟିରୁ ଯେହେତୁ ଆପଣମାନେ ଯେଉଁ କଥା କହୁଛନ୍ତି ଯେ କ୍ରସ୍ ଭୋଟିଂର ସମ୍ଭାବନା ନିହାତି ଭାବରେ ହୁଏତ ହେଇ ବି ପାରେ, ତାକୁ ଯେ କେବଳ ନଜର ରଖିକି ସେଟା ନୁହେଁ, କିନ୍ତୁ ଗୋଟେ ଦଳ ଦେଖିବ ଯେ ପ୍ରକୃତିରେ ବିଧାୟକ ମାନେ ଭୋଟ୍ ଠିକ୍ ଭାବରେ ଦେଇଛି କି ନାହିଁ। କିମ୍ବା ଆମେ ଯେହେତୁ ଆପଣଙ୍କ ରାଜ୍ୟସଭା ଇଲେକ୍ସନ୍ ସମୟରେ ଦଳର ଯେକୌଣସି ଆମର ଦାୟିତ୍ୱ ଥିବ, ଆମ ଦଳର ସୁପ୍ରିମ ଯାହାକୁ ଦାୟିତ୍ୱ ଦେବ ତାକୁ ଭୋଟ୍ ଦେଲା ପରେ ଦେଖେଇବାର ସେ ପରମ୍ପରା, ସେ ବିଧି ଅଛି। ତେଣୁ ସ୍ୱଚ୍ଛତା ନିହାତି ଭାବରେ ଆସିବ ଏବଂ ଗୋଟେ ଭୟ ମଧ୍ୟ ନିହାତି